ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପାଣିପାଗକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଯାହାକି ସୂଚନା ମିଳୁଛି 5 ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷାକୁ ନେଇ ଆଇଏମ୍ଡି ଜାରି କଲା ହାଇ ଆଲର୍ଟ। ତେବେ ଏନେଇ କେଉଁ ସବୁ ଜିଲ୍ଲାକୁ କେତେ ମାତ୍ରାରେ ବିପଦ ରହିଛି ସେ ନେଇ ଭିଡିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା, କିନ୍ତୁ ତା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡିଓଟିକୁ ଆପଣମାନଙ୍କ ସାଙ୍ଗସାଥୀମାନଙ୍କୁ ଅଧିକରୁ ଅଧିକ ମାତ୍ରା ସେୟାର କରନ୍ତୁ ଏବଂ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପାଣିପାଗ କିପରି ଅଛି ଏହା ସହିତ ଆପଣମାନେ ଏହି ଭିଡିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ନିହାତି ଭାବରେ ଗୋଟିଏ କମେଣ୍ଟ କରି ଜଣାନ୍ତୁ। ପାଣିପାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ ପ୍ରବଳ ବେଗରେ ମାଡ଼ି ଆସୁଛି ବର୍ଷା ପବନ। 5 ଦିନ ଯାଏ ହେବ ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ପବନ ବହିବା ଯୋଗୁଁ ଲୋକମାନେ ଥଣ୍ଡା ଅନୁଭବ କରୁଛନ୍ତି। ପ୍ରବଳ ପବନ ଯୋଗୁଁ ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ସକାଳେ ଏବଂ ସନ୍ଧ୍ୟାରେ ପୁଣି ଥରେ ଥଣ୍ଡା ଅନୁଭବ ହେବା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପାହାଡ଼ଗୁଡ଼ିକରେ ତୁଷାରପାତ ହେବାର ସମ୍ଭାବନା ମଧ୍ୟ ରହିଛି। ସ୍କାଇମେଟ୍ ରିପୋର୍ଟ ଅନୁଯାୟୀ ଗତ ସପ୍ତାହ ମଧ୍ୟରେ ଦିନ ଏବଂ ରାତିର ତାପମାତ୍ରାରେ ବଡ଼ ପରିବର୍ତ୍ତନ ଘଟିଛି। 9 ତାରିଖ ଅର୍ଥାତ୍ ଆଜି ଏକ ପଶ୍ଚିମ ବାୟୁ ଉତ୍ତର ଭାରତରେ ପ୍ରଭାବ ପକାଇବ, ଯାହାଫଳରେ ପାହାଡ଼ିଆ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେବ ଏବଂ ସମତଳ ଅଞ୍ଚଳରେ ଥଣ୍ଡା ପବନ ବହିବ। ଉତ୍ତର ପୂର୍ବ ଆସାମ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଯୋଗୁଁ ଓଡ଼ିଶାରେ ବର୍ଷା ତୁଷାରପାତ ହୋଇପାରେ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଯେ ଓଡ଼ିଶା ଉପରେ ଉତ୍ତର ପଶ୍ଚିମ ଦିଗରୁ ପ୍ରବଳ ପବନ ବହିବ, ଯାହାଫଳରେ ପାହାଡ଼ିଆ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେବ ଏବଂ ସମତଳ ଅଞ୍ଚଳରେ ଥଣ୍ଡା ପବନ ବହିବ। ଉତ୍ତର ପୂର୍ବ ଆସାମ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଯୋଗୁଁ ଓଡ଼ିଶାରେ ବର୍ଷା ତୁଷାରପାତ ହୋଇପାରେ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି।